हेलो नमस्कार फ्रेंड्स। ସବୁ ସିନେମା ଇଣ୍ଡଷ୍ଟ୍ରିରେ ଏମିତି ଗୋଟେ ମାଇଲଷ୍ଟୋନ୍ ମୁଭି ଆସେ ଯାହା ସେଇ ଇଣ୍ଡଷ୍ଟ୍ରିର ଲେଭେଲକୁ ଉପରକୁ ନେଇଯାଏ ଆଉ ତା ସହ ଅଡ଼ିଏନ୍ସକୁ କିଛି ନୂଆ ଏକ୍ସପିରିଏନ୍ସ ଦିଏ। ତାପରେ ଅଡ଼ିଏନ୍ସ ନେକ୍ସଟ ସବୁ ମୁଭିକୁ ସେଇ ଲେଭେଲର କମ୍ପେୟାର କରିବା ଷ୍ଟାର୍ଟ କରିଦିଅନ୍ତି ଆଉ ପ୍ରଡ୍ୟୁସର ଡିରେକ୍ଟରଙ୍କ ପାଇଁ ସେମିତିକା ଏଣ୍ଟରଟେନମେଣ୍ଟ ଅଡ଼ିଏନ୍ସଙ୍କ ଏକ୍ସପେକ୍ଟେସନ୍ ଠାରୁ କମ୍ ନ ହେଇଯାଉ ସେଇ ଚ୍ୟାଲେଞ୍ଜ ବି ପଳା ଆସେ। ସେମିତି ମୁଭି ଆଜି ମୁଁ 22 ବର୍ଷ ପରେ ଓଡ଼ିଆ ସିନେମାରେ ଏକ୍ସପିରିଏନ୍ସ କଲି। 22 ବର୍ଷ ତଳେ ଆଇ ଲଭ୍ ୟୁ ଆସି ରେକର୍ଡ଼ କରିଥିଲା। ତାପରେ କେବଳ ଲଭ୍ ଷ୍ଟୋରି ମୁଭିର ଟ୍ରେଣ୍ଡ ଚାଲି ଆସିଲା। ଇଭେନ୍ ଏଇ ଜନରକୁ ସବୁ କମ୍ଫର୍ଟ ଆଉ ସେଫ୍ ଜୋନ୍ ବୋଲି ଭାବି ନେଇଥିଲେ। ଏବେ ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରିରେ ଆକ୍ସନ୍ ମୁଭିର ଟ୍ରେଣ୍ଡ ଷ୍ଟାର୍ଟ ହେବାକୁ ଯାଉଛି। ଏଇଟା ମୁଁ ଲେଖିକି ଦେଇ ଦେଉଛି। ତା'ର ମାଇଲଷ୍ଟୋନ୍ କ୍ରିଏଟ୍ କରିଛି। କ'ଣ ଥିଲା ଏ ମୁଭି? ଫାର୍ଷ୍ଟ ଟାଇମ୍ ଗୋଟେ ଆକ୍ସନ୍ ମୁଭି, ସେଇଟା ପୁଣି ଓଡ଼ିଆ ମୁଭି। ନନ୍ଷ୍ଟପ୍ ଆକ୍ସନ୍ 2 ଘଣ୍ଟା 50 ମିନିଟ୍ ଯାଏଁ, ଯାହା ଆପଣଙ୍କୁ ଜମାରୁ ବୋର୍ କରିବନି। ଏମିତି ନାହିଁ ଯେ ମୁଭିରେ କେବଳ ପଜିଟିଭ୍ ପଏଣ୍ଟ ଅଛି, ନେଗେଟିଭ୍ ପଏଣ୍ଟ ବି ଅଛି, ଯାହା ଆଗକୁ କଥା ହେବା। ପ୍ରଥମେ ଧନ୍ୟବାଦ ଦେବି ଡିରେକ୍ଟର ରାଜ ଡିକୁ। ମୁଭିକୁ ଏଙ୍ଗେଜିଂ ଆହୁରି ଭଲ କ୍ୟାମେରା ଏଙ୍ଗେଲ୍ ସଟ୍ସ ନେଇ ପ୍ରେଜେଣ୍ଟ କରିଛନ୍ତି ପୁରା ମୁଭିକୁ। ସ୍କ୍ରିନ୍ ପ୍ଲେ ଭଲ ଥିଲା, ଆହୁରି ବି ବେଟର୍ ହେଇପାରିଥାନ୍ତା। ମୁଭିରେ 5ଟି ସବ୍ ପ୍ଲଟ୍ ଅଛି ଆଉ ସବୁ କ୍ୟାରେକ୍ଟରଙ୍କ କାହାଣୀ ଅଲଗା, ଆଉ ସେ ସବୁ କେମିତି ଏଣ୍ଡରେ କନେକ୍ଟ ହେଉଛନ୍ତି, ସେଥିପାଇଁ ଆପଣଙ୍କୁ ଏ ମୁଭି ଦେଖିବାକୁ ପଡ଼ିବ। ସବୁ କ୍ୟାରେକ୍ଟରଙ୍କ ମୋଟିଭ୍, ଇଣ୍ଟେନସନ୍ ଆଉ ତା'ର କନସିକ୍ୱେନ୍ସେସ୍କୁ ଧୀରେ ଧୀରେ ଡିରେକ୍ଟର ଆମ ଆଗରେ ପ୍ରେଜେଣ୍ଟ କରି ଚାଲିଛନ୍ତି। ସବୁ ଆକ୍ଟର ଭଲ ପରଫର୍ମାନ୍ସ ଦେଇଛନ୍ତି। ମୋତେ ସବୁଠୁ ଭଲ ଯଦି କାହାର ପରଫର୍ମାନ୍ସ ଲାଗିଲା ଆଉ ସେ କ୍ୟାରେକ୍ଟରକୁ ବି ସେମିତି ଲେଖା ହେଇଛି, ସେ ହେଉଛି ଗୋଟେ ବ୍ୟାଡ୍ ରିଚ୍ ବ୍ରାଡସନ୍ର କ୍ୟାରେକ୍ଟର ଯିଏ ପ୍ଲେ କରିଛି। ତା'ର ନାଁ ତ ପାଇଲେନି। ଆଉ ଗୋଟେ କ୍ୟାରେକ୍ଟର ଯିଏ ସଫଲ ଖାଉଥିବ, ବୋଧେ ତାଙ୍କ ନାଁ ସନ୍ଦୀପ କୁମାର ମିଶ୍ର, ବୋଧେ ଯଦି ଭୁଲ ଥିବ କ୍ଷମା କରିବେ। ଆଉ ଭିଲେନ୍ କ୍ୟାରେକ୍ଟର ରୋଲ୍ କରିଥିବା ଏଇ ଆକ୍ଟର ବିବାସ ରାଉତ, ବୋଧେ ସେମାନଙ୍କ ଡାଇଲଗ୍ ଡେଲିଭରି ଆଉ ଏକ୍ସପ୍ରେସନ୍ ମୋତେ ସବୁଠୁ ଭଲ ଲାଗିଲା। ଏମାନଙ୍କ ଫ୍ୟୁଚର ବହୁତ ଭଲ ବୋଲି ମୁଁ କହିବି ମୋ ଅନୁସାରେ। ଶୈଳେନ୍ଦ୍ର ସେଇ ଗୋଟେ ପ୍ରକାର ଆକ୍ଟିଂ କଲା ଭଳିଆ ଲାଗିଲା ମୋତେ। ଆଉ ଲଭର ବୟ କ୍ୟାରେକ୍ଟର ପ୍ଲେ କରିଥିବା ବୋଧେ ସନୋଜ କୁମାର କି ସରୋଜ କୁମାରୀ ଆକ୍ଟର, ସେ ବି ଠିକ୍ ଠାକ୍ ରୋଲ୍ କରିଛନ୍ତି। ମୁଭିର BGM ଭଲ ଥିଲା, ଆମକୁ ସେଇ ସ୍କ୍ରିନ୍ ପ୍ଲେ ସହିତ ଏଙ୍ଗେଜିଂ ରଖିବାରେ ହେଲ୍ପ କରୁଥିଲା। ଆଉ ମୁଭିର ସଙ୍ଗସ୍ କିନ୍ତୁ ଏଭରେଜ୍ ଥିଲା କହିବି। ଆଉ ଏବେ ଆମେ ଯିବା ନେଗେଟିଭ୍ ପଏଣ୍ଟକୁ। ସେଇଟା ହେଉଛି କ୍ୟାରେକ୍ଟର ଡେଭଲପମେଣ୍ଟ। ଗୋଟେ ଦିନର କାହାଣୀ, ଏତେ ସବୁ କ୍ୟାରେକ୍ଟର ଅଛନ୍ତି ଆଉ ମୁଭି ବହୁତ ହି ଫାଷ୍ଟ ପେସ୍ରେ ଚାଲୁଛି। ସେଥିପାଇଁ କେଉଁ ବି କ୍ୟାରେକ୍ଟର ସହ ଆମେ କନେକ୍ଟ କରିପାରୁନେ, କେବଳ ସେଇ ସିଚୁଏସନ୍ ସହ ଆମେ କନେକ୍ଟ କରିପାରୁଛେ। ଗୋଟେ କ୍ୟାରେକ୍ଟରର ଡେଥ୍ ହେଲେ ବି ଆମେ ଆମ ଆଖିରୁ ଲୁହ ବାହାରି ପାରୁନି, କେବଳ ବ୍ୟାକ୍ଗ୍ରାଉଣ୍ଡ ସ୍କୋର୍ ଯୋଗୁଁ ହିଁ ଇମୋସନାଲ୍ ଫିଲ୍ ହେଉଛି। 2 ଘଣ୍ଟା 50 ମିନିଟ୍ରୁ 2 ଘଣ୍ଟା ଖାଲି ଆକ୍ସନ୍ ହିଁ ଥିବ। ଓଡ଼ିଆ ମୁଭି ପାଇଁ ଠିକ୍ ଅଛି, ଗୋଟେ ନୂଆ ଏକ୍ସପିରିଏନ୍ସ, ଗୋଟେ ନୂଆ ଟ୍ରେଣ୍ଡ ଷ୍ଟାର୍ଟ ହେବାକୁ ଯାଉଛି। କିନ୍ତୁ ଯଦି ଭଲସେ ଆକ୍ସନ୍ ସିକ୍ୱେନ୍ସକୁ କୋରିଓଗ୍ରାଫ କରାଯାଇପାରୁନି ଆଉ ସେଇଟାକୁ ରିଏଲ୍ ଟଚ୍ ରଖିଥିଲେ ଭଲ ହେଇଥାନ୍ତା। ମାନେ କିଛି ଆକ୍ସନ୍ ସିକ୍ୱେନ୍ସ ଫେକ୍ ଲାଗୁଛି, ମାନେ ଏମିତି ଲାଗୁଛି ସମସ୍ତେ କରାଟେ ଫେରାଟେ ଜୁଡ଼ୋ ଫୁଡ଼ୋ ଶିଖିକି ଆସିଛନ୍ତି, ତାପରେ ଏଇଠି ପରଫର୍ମାନ୍ସ କରୁଛନ୍ତି। ଆଉ ଆକ୍ସନ୍ ମାନେ ସେ ଆକ୍ସନ୍ ପାର୍ଟ ବି ଠିକ୍ ସେ ମାନେ ଅଛି, ଭଲ ମନା ନାହିଁ, କିନ୍ତୁ ଏଡ଼ିଟିଂ ବି ଟିକେ ପ୍ରୋବ୍ଲେମ୍ ଅଛି। କେଉଁଠୁ କେମିତି ଗୋଟେ ଏଙ୍ଗେଲରୁ ଥିବ, ତାପରେ ନର୍ମାଲ୍ କଟ୍ କରିକି ଆଉ ଗୋଟେ ଏଙ୍ଗେଲରୁ ଷ୍ଟାର୍ଟ ହେଇଯାଉଛି, ଯେଉଁଟା ଟିକେ ଅକ୍ୱାର୍ଡ଼ ଫିଲ୍ ହେଉଛି, ଯାହା ଆକ୍ସନ୍ ଫିଲ୍ମରେ ହେବା କଥା ନୁହଁ। ସିନେମାଟୋଗ୍ରାଫି ସେତେଟା ଭଲ ନଥିଲା। ଆଉ ଏଣ୍ଡ କ୍ରେଡ଼ିଟ୍ରେ ଗୋଟେ ସରପ୍ରାଇଜ୍ ବି ଅଛି, ଲାଷ୍ଟ ଯାଏଁ ନିଶ୍ଚୟ ଦେଖିବେ। ଫ୍ୟାମିଲି ସହ ଦେଖିପାରିବେ, କିନ୍ତୁ 14 ବର୍ଷରୁ କମ୍ ପିଲାମାନେ ନ ଦେଖିବା ଭଲ, କାହିଁକିନା ଏଥିରେ ବହୁତ ଭାଇଲେନ୍ସ ଅଛି, ମାନେ ଟିକେ ବ୍ଲଡ଼ ସିନ୍ସ ବି ଅଛି। କିଛି ଲୋକଙ୍କୁ ଲାଗିବ ଯେ ଏ ମୁଭିର ଷ୍ଟୋରି ନାହିଁ। ଗୋଟେ ଦିନର ଷ୍ଟୋରିକୁ ଏତେ ସବପ୍ଲଟ୍ ସହ ଦେଖେଇବା ସହଜ ନୁହଁ। ଆଗରୁ ହଲିଉଡ଼ ମୁଭି ଯଦି ଆପଣ ଦେଖୁଥିବେ, ଏମିତିକାର ବି କିଛି ମୁଭି ଆସିଛି ଗୋଟେ ଦିନର କାହାଣୀ, ଯାହା ଫାଷ୍ଟ ଫେସ୍ରେ ଚାଲେ, ଯାହା ତା'ର ଆକ୍ସନ୍ ହିଁ ଆଉ ଥ୍ରିଲ୍ ହିଁ ଆମକୁ
एंगेजिंग रखे मूवी लास्ट जाए यहाँ गोटे भल प्रयास एमतीका मूवी को एनकरेज करवा दरकार तो आमको किसी नुआ स्टेप आगू को जावाक भी प्रोत्साहन मिल आ नुआ डायरेक्टर भी अटेम्प्ट करेंगे ओडिया सिनेमार मोस्ट वायलेंट फिल्म बोली कहले भूल हेनी आ ये मूवी को ए रेट सर्टिफिकेट भी मिली जदि आप मूवी देख सारी आपको केमती लगे कमेंट निश्चय जनइबे देखा नेक्स्ट वीडियो रे रखुची बाय गुड बाय नमस्कार।